ଝାରସୁଗୁଡ଼ା ଜିଲ୍ଲା ଏବଂ ସୁନ୍ଦରଗଡ଼ ଜିଲ୍ଲାର ପେଡ଼ି ପ୍ରକ୍ୟୁରମେଣ୍ଟର ଦାୟିତ୍ୱ ମନ୍ତ୍ରୀ ଭାବରେ ମୋତେ ଦାୟିତ୍ୱ ଦେଇଥିବା ଦୃଷ୍ଟିରୁ ଆଜି କଲେକ୍ଟରଙ୍କ ସହିତ ସପ୍ଲାଏ ଡିପାର୍ଟମେଣ୍ଟଙ୍କ ସହିତ ଆଲୋଚନା ହେଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଥିଲା ମୋ ବିଭାଗର ଝାରସୁଗୁଡ଼ା କୁଚିଣ୍ଡାକୁ କେମିତି ପାଣି ମିଳିବ, RWSSର ଯେଉଁ ଏଜେନ୍ସି ଅଛନ୍ତି ଏବଂ ଡିପାର୍ଟମେଣ୍ଟର କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହେଇଥିଲା। ଝାରସୁଗୁଡ଼ା ଜିଲ୍ଲାର ନଭେମ୍ବର ସୁଦ୍ଧା 32ଟି ଗାଁକୁ ପାଣି ଦେବା ପାଇଁ ନିଷ୍ପତ୍ତି ହେଇଛି ଏବଂ ଡିସେମ୍ବର ସୁଦ୍ଧା ମାର୍ଚ୍ଚ ସୁଦ୍ଧା ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଗାଁକୁ ପାଣି ପହଞ୍ଚି ପାରିବ ଏ ପ୍ରକାର ଆଜି ଆଲୋଚନାରେ ବିଷୟବସ୍ତୁ ରହିଥିଲା। ଏହାରି ଭିତରେ ଯେଉଁ ଚାଷୀ 3100 ଟଙ୍କା କୁଇଣ୍ଟାଲ ହିସାବରେ ପାଇବ, ତାର ଉପରେ ଚାଷୀର ଧାନ ଠିକ୍ ଭାବରେ ବିକ୍ରି ହେଇପାରିବ, ମଣ୍ଡିର ବ୍ୟବସ୍ଥା ଠିକ୍ ହେଇପାରିବ ଏବଂ ଯେଉଁ ଚାଷୀ ବି ଧାନ ଆଣିବ ତା ଧାନର ଉପଯୁକ୍ତ ମୂଲ୍ୟ ପାଇପାରିବ। ତାପରେ ବିସ୍ତୃତ ଆଲୋଚନାର ବହୁତ ଗୁଡ଼ିଏ ଭଲ ବିଷୟ ଏଠି ବିଗତ ଦିନରୁ ସେମାନେ ଆଲୋଚନାରେ ରଖିଥିଲେ ଯେ ଏଠିକାର ଯେତେ ପ୍ୟାକ୍ସ ଅଛି, ଯେଉଁଠି ଧାନ କିଣା ହେଉଛି ସେଠି ମଣ୍ଡିର ସେଡ୍ ନାହିଁ। ନିଷ୍ପତ୍ତି ନିଆଯାଇଛି ଟେଣ୍ଟ ମାଧ୍ୟମରେ ଆଜି ମଣ୍ଡିରେ ଧାନ ରହିବ। ଦେଖନ୍ତୁ, ଧାନ କିଣିବା ପାଇଁ ଯେଉଁ ସରକାରୀ ବ୍ୟବସ୍ଥା ଅଛି, ସେ ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ଝାରସୁଗୁଡ଼ା ଜିଲ୍ଲା ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଦାୟିତ୍ୱରେ ଅଛନ୍ତି ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଆସି ଆଜି ତାର ସମୀକ୍ଷା କରିବା ଇଏ ସୂଚେଇ ଦେଉଛି ଯେ ଭାରତୀୟ ଜନତା ପାର୍ଟିର ସରକାର ଚାଷୀମାନଙ୍କର ହିତ ପାଇଁ ଧାନ କିଣା ପାଇଁ କେତେ ତତ୍ପର ଅଛି, କେତେ ସଜାଗ ଅଛି ଏବଂ ଯେଉଁଭଳି ଆଗରୁ କୁହାଯାଇଛି ମିଡିଲ ମ୍ୟାନ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ଶେଷ ହେବ। କଟନୀ ଛଟନୀ ବନ୍ଦ ପାଇଁ ପୁରାପୁରି ଚେଷ୍ଟା ହେବ ଏବଂ ଧାନ କିଭଳି ଭାବରେ ଚାଷୀ ତାର ସବୁ ଧାନ ବିକ୍ରି କରିପାରିବ ତା ପାଇଁ ସରକାର ତତ୍ପର ଅଛନ୍ତି ଏବଂ ପ୍ରଥମ ଥର ପାଇଁ ଓଡ଼ିଶା ଇତିହାସରେ 3100 ଟଙ୍କା ଲେଖା ଚାଷୀଙ୍କୁ ଧାନ ମିଳିବ, ଧାନର ମୂଲ୍ୟ ମିଳିବ ଏବଂ 48 ଘଣ୍ଟା ଭିତରେ ତାଙ୍କର ଆକାଉଣ୍ଟକୁ ଆସିବ।